ଧୀରେ ଧୀରେ ସେ ଆଜି ଖାଇବା ଭାତ ଯୋଡିଆ ଭୋକ ଲାଗିଲାଣି ଆଉ ପାଗେଳି ଭାତ ଦିଟା ଦେ ଭୋକ ଲାଗିଲାଣି ଖାଇବି। ମୁଁ ତମ ଉପରେ ରାଗିଛି ହେଲା। ମୁଁ ତ ସେମିତି କିଛି କରିନି ଏ କଣ ପାଇଁ ଲାଗିଲା ଆଉ ମୁଁ ତ କିଛି ସେମିତି କିଛି କରିନି କଣ ପାଇଁ ରାଗିଛୁ? କିଛି କରିନ କିଛି କରିନ ମୁଁ ତ ସେମିତି କିଛି କରିନି। କିଛି କରିନ ମୁଁ ବିଲେ ସ୍ୱପ୍ନରେ ଦେଖିଥିଲି ତମେ ଗୋଟେ ଝିଅଟେ ସାଙ୍ଗରେ ବୁଲୁଥିଲ ପାର୍କରେ ଆଉ ଥେଇ ଥେଇ ହେଇନା ପାର୍କରେ କିଏ ବୁଲୁଥିଲା ଯେ? ସତରେ ମୁଁ ବୁଲୁଥିଲି? ଆରେ ମୁଁ କିଛି କରିନି ତୁ ସ୍ୱପ୍ନ ଦେଖିଛୁ। ସ୍ୱପ୍ନ ଦେଖିଲି ମୁଁ ପରା ତମକୁ ଡାକିଲି ସେଇ ଝିଅ ଗୁଡା ସାଙ୍ଗରେ ଥିଲ ମୁଁ ଡାକିଲି ତମେ ପରା ଶୁଣିଲନି ତା ସାଙ୍ଗେ ଥେଇ ଥେଇ ହେଇକିନା ବୁଲୁଥିଲ କେମିତି? ମୁଁ ତମକୁ ଡାକିଲି ପରା ତମେ ଆସିଲନି ଆଉ ସବୁବେଳେ ରାତି 12ଟା ଗୋଟେରେ ଘରେ ପହଞ୍ଚୁଛ ମୁଁ ଯେତେବେଳେ ଶୋଇକିନା ଉଠିଲି ଘରେ ନାହିଁ କିଛି ନାହିଁ ମୋ ସାଙ୍ଗେ ଖାଉନ ପିଉନ କିଛି କରୁନ ଭଲସେ କଥା ବି ହଉନ ଯେତେବେଳେ ଦେଖିଲେ ମୋବାଇଲ ଚାଟିଂ ଯେତେବେଳେ ଦେଖିଲେ ମୋବାଇଲ ଚାଟିଂ ମୁଁ ଜାଣିଛି ତମେ କୋଉ ଝିଅ ସାଙ୍ଗରେ କଥା ହଉଛ ଆଉ ସ୍ୱପ୍ନ ନାହିଁ ମୋ ସ୍ୱପ୍ନଟା ସତ ହେଲା। ଦେଖିଲ ମୁଁ ଟିକେ ସାଇଡ ହେଲି କି ନାହିଁ ସେ କାହା ସାଙ୍ଗେ ମୋବାଇଲରେ ଚାଟିଂ କରୁଛନ୍ତି। ଆରେ ନାହିଁ ମୁଁ ୟୁଟ୍ୟୁବ ଦେଖୁଥିଲି। ଦେଖିଦେଲ ମୋବାଇଲ ଟା ହଉ ତୁ ଯାହା କରୁଛୁ କର ପଛେ ମତେ ଭୋକ ଲାଗିଲାଣି ଖାଇବାକୁ ଦିଟା ଦେ ମତେ ଭୋକ ଲାଗିଲାଣି ବହୁତ ଜୋରେ। ତମେ ତ କାହା ସାଙ୍ଗେ ଚାଟିଂ କରୁଥିଲ ଆଉ ଆରେ ସେଥିପାଇଁ ଆଜି ଖାଇବା ପାଇଁ ଦିଆଯିବନି ତମେ ଯାଅ ସେଇ ପୋଡା ମୁହିଁକୁ ମାଗିବ ଯାହା ସାଙ୍ଗେ ପାର୍କରେ ଥେଇ ଥେଇ ହଉଥିଲ ହେଲା। ହେ ଭଗବାନ ଭାଇ ମାନେ ସାଙ୍ଗମାନେ ଦେଖୁଛନ୍ତି ତ ଠିକ କଲେ ବି ଭୁଲ ଭୁଲ କଲେ ବି ଠିକ ଭାଇ ବାହାଘର ହେଇକି ଭାଇ ମୁଁ ପୁରା ପସ୍ତେଇଲିଣି ଆଜି ଖାଇବାକୁ ମିଳିବନି ସେଥିପାଇଁ ଭାଇ ଦେଖି ଚାହିଁକି ବାହାଘର ହୁଅନ୍ତୁ ନହେଲେ ଆପଣ ତ ଦେଖୁଛନ୍ତି ଆଉ ମୁଁ କଣ କହିବି।